ओम शांति। ओम शांति। ଆଜିର ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆମେ ଆଜି ଏକାଠି ବସିଛେ ବ୍ରହ୍ମା କୁମାରୀଙ୍କ ଦୈନିକ ମୁରଲୀର ଗୋଟେ ବହୁତ ମହତ୍ୱପୂର୍ଣ୍ଣ ବିଷୟ ଉପରେ ମନନ କରିବା ପାଇଁ। ହଁ, ଆଜିର ବିଷୟ ହେଉଛି ଆତ୍ମାର ବ୍ୟାଟେରୀ ଚାର୍ଜିଂ ଏବଂ ସତ୍ୟର ନାବ। ଆମର ଚେଷ୍ଟା ରହିବ ଏଇ ଯୋଉ ଗଭୀର ଆଧ୍ୟାତ୍ମିକ କଥା ସବୁ ଅଛି ତାର ମୂଳ ସାରକୁ ଭଲ ଭାବରେ ବୁଝିବା ଆଉ ଦେଖିବା ଏଇଟା ଆମ ପାଇଁ କ'ଣ ଅର୍ଥ ରଖୁଛି। ଆଉ ଗୋଟେ କଥା, ଏହି ଚିନ୍ତାଧାରାଗୁଡ଼ିକ ଟିକେ ଗଭୀର ତ, ତେଣୁ ପୁରା ଶେଷ ପର୍ଯ୍ୟନ୍ତ ଶୁଣିଲେ ଯାଇ ଏହାର ପ୍ରକୃତ ଅନୁଭବ ଆସିବ। ଏଥିପାଇଁ ଅନୁରୋଧ ରହିଲା। ହଁ, ନିଶ୍ଚୟ। ଆଉ ଯଦି ଏହିପରି ଦୈନିକ ମୁରଲୀ ବିଶ୍ଳେଷଣ କିମ୍ବା ଆଧ୍ୟାତ୍ମିକ ଚର୍ଚ୍ଚା ନିୟମିତ ଶୁଣିବାକୁ ଆଗ୍ରହ ଅଛି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ବି ଭାବିପାରନ୍ତି। ଭଲ କଥା। ହଁ, ତେବେ ଆସନ୍ତୁ ଆରମ୍ଭ କରିବା। ଆଜିର ମୁରଲୀର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଲା ଆତ୍ମାର ବ୍ୟାଟେରୀ ଚାର୍ଜିଂ। ଶୁଣିବାକୁ ବଡ଼ ସରଳ ଲାଗୁଛି, କିନ୍ତୁ ଏହାର ପ୍ରକୃତ ମାନେ କ'ଣ? ହଁ, ଏଇଟା ବାସ୍ତବରେ ଗୋଟେ ବହୁତ ଶକ୍ତିଶାଳୀ କଥା। ଦେଖନ୍ତୁ, ପରମପିତା ପରମାତ୍ମା ଶିବ, ଆମେ ଯାହାଙ୍କୁ ସ୍ନେହରେ ବାବା କହୁ, ସେ ବୁଝାନ୍ତି କି ଆମେ ସବୁ ଆତ୍ମାମାନେ ଗୋଟେ ଶକ୍ତି ସ୍ୱରୂପ। ଠିକ୍ ଯେମିତି ଗୋଟେ ରିଚାର୍ଜ ହୁଆ ବ୍ୟାଟେରୀ, ତାକୁ ବାରମ୍ବାର ବ୍ୟବହାର କଲେ ତାର ଚାର୍ଜ କମିଯାଏ ନା। ହଁ, ସେମିତି ତ ହୁଏ। ସେମିତି ହିଁ ଆମ ଆତ୍ମାମାନେ। ଏ 5000 ବର୍ଷର ଯୋଉ ସୃଷ୍ଟିଚକ୍ର ଅଛି, ସେଥିରେ ଜନ୍ମମୃତ୍ୟୁର ଖେଳରେ ଆସି ଆସି ଆମେ ନିଜର ଯୋଉ ମୂଳ ସତ୍ତ୍ୱପ୍ରଧାନ ଶକ୍ତି ଥିଲା, ପବିତ୍ରତା, ଗୁଣ, ସେସବୁ ହରେଇ ବସିଛୁ। ଆଚ୍ଛା। ତ ବର୍ତ୍ତମାନ ଏଇ କଳିଯୁଗ ଶେଷ ବେଳକୁ ଆମେମାନେ ପ୍ରାୟ ପୁରା ଡିସଚାର୍ଜ ହେଇଗଲୁଣି। ଏ କଥାଟା ବେଶ୍ ଅନୁଭବ ହେଉଛି। ଏବେ ଦୁନିଆରେ ସତରେ ସମସ୍ତେ କେତେ କ୍ଳାନ୍ତ, ଶକ୍ତିହୀନ ଲାଗୁଛନ୍ତି। ତେବେ ଏ ଚାର୍ଜିଂ ହବ କେମିତି? ବାବା କହନ୍ତି, ଏ ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ପାୱାର ହାଉସ୍ ଗୋଟିଏ ହିଁ ଅଛି। ସେ ହେଲେ ସ୍ୱୟଂ ପରମପିତା ପରମାତ୍ମା। କେବଳ ଗୋଟିଏ? ହଁ, କେବଳ ସେହି ଗୋଟିଏ ସ୍ରୋତ। ଆଉ ଚାର୍ଜିଂର ଯୋଉ ପ୍ରୋସେସ୍ ବା ପ୍ରକ୍ରିୟା, ସେଇଟା ହେଲା ଯୋଗ ବା ସ୍ମରଣ। ମାନେ ନିଜକୁ ଆତ୍ମା ଭାବେ ବାବାଙ୍କୁ ମନେ ପକାଇବା। ଯେତେ ଅଧିକ ଆମେ ଏକାଗ୍ର ହୋଇକି ଆଉ ସ୍ନେହରେ ତାଙ୍କୁ ମନେ ପକାଇବା, ଆମ ବୁଦ୍ଧିର ଯୋଗ ତାଙ୍କ ସାଙ୍ଗରେ ସେତେ ଭଲ ଭାବରେ ଯୋଡ଼ି ହେବ। ଆଉ ଆମ ଆତ୍ମାରୂପକ ବ୍ୟାଟେରୀ ସେତେ ଶୀଘ୍ର ଚାର୍ଜ ହେବ। ଆଚ୍ଛା। ଏହାର ମୂଳ କଥା ହେଲା, ବୁଝିଲେ, ଆମକୁ ଆଧ୍ୟାତ୍ମିକ ଶକ୍ତି ପାଇଁ ବାହାରେ କୋଉଠି ଖୋଜିବାର ନାହିଁ। ସେଇ ଯୋଉ ଏକମାତ୍ର ପରମ ସ୍ରୋତ ଅଛନ୍ତି, ତାଙ୍କ ସାଙ୍ଗରେ ସିଧା କନେକ୍ସନ ହିଁ ଆମକୁ ପୁଣି ଶକ୍ତିଶାଳୀ କରିବ। ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ଯେ ସେଇ ଗୋଟିଏ ହିଁ ସ୍ରୋତ। କିନ୍ତୁ ଦେଖନ୍ତୁ, ଆମର ଯୋଉ ଏତେ ବ୍ୟସ୍ତ ଜୀବନ, ସେଥିରେ ଏ ସଂଯୋଗଟାକୁ ସବୁବେଳେ ବଜାୟ ରଖିବା ଟିକେ କଷ୍ଟ ଲାଗେ ନା? ମନ ତ ବାରମ୍ବାର ଏଣେତେଣେ ପାଉଛି। ହଁ, ଏକଦମ ସାଧାରଣ ଅନୁଭବ ଏଟା। ସେଇଥିପାଇଁ ତ ଆସୁଛି ଆତ୍ମ ଅଭିମାନର କଥା। ଆତ୍ମ ଅଭିମାନ? ହଁ, ମୁରଳୀରେ ବାବା ବୁଝାନ୍ତି ଯେ ଗତ 63 ଜନ୍ମ ଧରି, ମାନେ ଦ୍ୱାପର ଯୁଗରୁ, ଆମେ କ'ଣ କରୁଛୁ ନା ନିଜକୁ ଏଇ ଶରୀର ବୋଲି ଭାବି ଆସିଛୁ। ଏଇଟା ସତ୍ୟ। ଏଇଟାକୁ କହନ୍ତି ଦେହ ଅଭିମାନ। ଆଉ ଏଇ ଦେହ ଅଭିମାନଟା ହିଁ ଆମେ ଯେତେବେଳେ ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କରୁ, ସେଥିରେ ସବୁଠୁ ବଡ଼ ବାଧା। ଆଚ୍ଛା। ଯେତେବେଳେ ଆମେ ବୁଝିଯିବା ଯେ ମୁଁ ମାନେ ଏ ଶରୀର ନୁହେଁ, ମୁଁ ଗୋଟେ ଅଲଗା, ଅବିନାଶୀ, ଗୋଟେ ଛୋଟ ଜ୍ୟୋତିବିନ୍ଦୁ ଆତ୍ମା, ଯିଏ ଏ ଶରୀର ଭିତରେ ରହିକି ଏହାକୁ ଚଳଉଛି, ସେତେବେଳେ ଯାଇ ପରମାତ୍ମାଙ୍କୁ ମନେ ପକାଇବା ସହଜ ହେଇଯାଏ। କାରଣ ଆତ୍ମା ହିଁ ତ ଶୁଣେ, ଆତ୍ମା ବୁଝେ, ଆତ୍ମା ଅନୁଭବ କରେ। ଆମେ କହୁ ପତିତ ଆତ୍ମା, ହେଲେ କେବେ ପତିତ ପରମାତ୍ମା କହୁ କି? ନା, ସେମିତି ତ କହୁନା। ନା, କାରଣ ପରମାତ୍ମା ସବୁବେଳେ ପବିତ୍ର। ସେ ଆମଠୁ ଅଲଗା। ଏଇ ଯୋଉ ସତ୍ୟଟା, ଏହାକୁ ମନେ ରଖିବା ହିଁ ଯୋଗର ମୂଳଦୁଆ। ଆଉ ଏଇ ଯୋଉ ଜ୍ଞାନ ଯେ ଆତ୍ମା ଅବିନାଶୀ ଆଉ ତା ଭିତରେ ପୁରା 84 ଜନ୍ମର ପାର୍ଟ ରେକର୍ଡ ହେଇ ରହିଛି, ଏଇଟା ନିଜେ ଗୋଟେ ବଡ଼ ଚାର୍ଜିଂ ପଏଣ୍ଟ। ବାଃ, ମାନେ ନିଜର ଅସଲି ସ୍ୱରୂପକୁ ଜାଣିବା ଆଉ ସେଥିରେ ଟିକେ ସ୍ଥିତ ହେବା, ସେଇଟା ହିଁ ଚାର୍ଜିଂର ପ୍ରଥମ ସୋପାନ। ବାସ୍ତବରେ ଗଭୀର କଥା। ଆଚ୍ଛା, ଏବେ ମୁରଲୀରେ ଆଉ ଗୋଟେ ରୂପକ ବିଷୟରେ କୁହାଯାଇଛି, ସତ୍ୟର ନାବ ଆଉ ତା ଉପରକୁ ଝଡ଼ ଆସିବା କଥା। ଏଇଟା ଆଜକାଲିର ସମୟ ସହ କେମିତି ଯୋଡ଼ି ହେଉଛି? କାରଣ ସତରେ ଏବେ ସତ୍ୟ କୋଉଟା ଜାଣିବା ବଡ଼ ମୁସ୍କିଲ। ଏକଦମ ଠିକ୍ କହିଲେ। ବର୍ତ୍ତମାନ ସମୟରେ ସତକୁ ଚିହ୍ନିବା ସତର ଗୋଟେ ବଡ଼ ଚ୍ୟାଲେଞ୍ଜ। ତ ସତ୍ୟର ନାବ ମାନେ ହେଲା ପରମାତ୍ମା ଯୋଉ ଏ ସର୍ବୋଚ୍ଚ ସତ୍ୟ ଜ୍ଞାନ ଦେଉଛନ୍ତି, ସେଇଟା, ଆଉ ଏହି ଜ୍ଞାନ ଉପରେ ଚାଲିଥିବା ଈଶ୍ୱରୀୟ ସଂସ୍ଥା। କିନ୍ତୁ କଳିଯୁଗର ଏଇ ଶେଷ ସମୟରେ
ଏତେ ମିଛ, ଏତେ ଭ୍ରମ, ଏତେ ନକଲି ଗୁରୁ, ନକଲି ରାସ୍ତା ଦେଖିବାକୁ ମିଳୁଛି। ହଁ, ଏଇଟା ଦେଖାଯାଉଛି। କିଏ ନିଜକୁ ଭଗବାନ କହି ଲୋକଙ୍କୁ ଭୁଲ ବାଟରେ ନଉଛି, କିଏ ଚମତ୍କାର ଦେଖଉଛି, କିଏ ଆଉ କୋଉ ପ୍ରକାରରେ ଟାଣୁଛି। ତ ଏହି ଯୋଉ ମିଛ ଆଉ ଅଜ୍ଞାନତାର ଶକ୍ତି, ଏଇଟାଇ ହେଉଛି ସେ ଝଡ଼। ସେଟା ସତ୍ୟର ନାଭକୁ ହଲେଇ ଦେବାକୁ ଚେଷ୍ଟା କରେ, ବୁଡ଼େଇ ଦେବାକୁ ଚେଷ୍ଟା କରେ, ସନ୍ଦେହ ସୃଷ୍ଟି କରେ, ବିରୋଧ କରେ। ତେବେ କ'ଣ ହବ? ଏ ନାଭର ବୁଡ଼ିଯିବ କି? ନା ନା, ଏଇଠି ହେଉଛି ମୁରଳୀର ସବୁଠୁ ବଡ଼ ଭରସା। ବାବା ପୁରା ନିଶ୍ଚିତ କରି କହିଛନ୍ତି, ସତ୍ୟର ନାଭ କେବେ ବି ବୁଡ଼ିବ ନାହିଁ। ଏଇଟା ଅଟଳ ରହିବ। ଆଚ୍ଛା। ଏହି ଠିଆ ହୁଏ। ଯେତେ ବିରୋଧ ଆସୁ କି ବାଧା ଆସୁ, ଶେଷରେ ଜିତିବ ସତ୍ୟ। ବରଂ ଯେଉଁମାନେ ଆଜି ବୁଝିପାରୁନାହାନ୍ତି କି ବିରୋଧ କରୁଛନ୍ତି, ସମୟ ଆସିଲେ ସେମାନେ ବି ଜାଣିବେ ଯେ ମୁକ୍ତି ବା ସଦ୍ଗତିର ପ୍ରକୃତ ରାସ୍ତା ଏଇଠି ହିଁ ମିଳିବ। ଆଉ ଦେଖନ୍ତୁ, ଏଇ ସତ୍ୟକୁ ଆହୁରି ସହଜରେ ବୁଝାଇବା ପାଇଁ ବାବା ଜ୍ଞାନ ଆଉ ଭକ୍ତି ଭିତରେ ଗୋଟେ ବହୁତ ସୁନ୍ଦର ତୁଳନା ଦିଅନ୍ତି। ଓ, କ'ଣ ସେଟା? ସେ କହନ୍ତି, ଜ୍ଞାନ ହେଲା ଦିନ ଆଉ ଭକ୍ତି ହେଲା ରାତି। ଦିନ ଆଉ ରାତି। ହଁ, ଜ୍ଞାନ ଆମକୁ ଆଲୁଅ ଦେଖାଏ, ସ୍ପଷ୍ଟତା ଦିଏ, ସୁଖ ଆଡ଼କୁ ନିଏ, ସତ୍ୟଯୁଗୀ ସ୍ୱର୍ଗ ଆଡ଼କୁ ନିଏ, ଯାହା ଦିନ ପରି। ଅନ୍ୟପଟେ ଦ୍ୱାପର ଯୁଗରୁ ଯୋଉ ଭକ୍ତି ମାର୍ଗ ଚାଲିଲା, ଯୋଉଠି ଆମେ ପରମାତ୍ମାକୁ ଠିକ୍ ଭାବେ ଜାଣିନଥିଲୁ, ସେଟା ଧୀରେ ଧୀରେ ଆମକୁ ଅନ୍ଧାର ଆଡ଼କୁ, ଅଜ୍ଞାନତା, ଦୁଃଖ ଆଡ଼କୁ, ମାନେ କଳିଯୁଗୀ ନଲକ ଆଡ଼କୁ ନେଇ ଆସୁଛି, ଯାହା ରାତିର ଅନ୍ଧାର ଭଳି। ସେଥିପାଇଁ ବାବା କହୁଛନ୍ତି, ଏବେ ସେଇ ଦୁଃଖ ଦଉଥିବା ରାତିକୁ ଭୁଲିଯାଅ, ମାନେ ସେ ଭକ୍ତିର ଅଜ୍ଞାନତାକୁ, ଆଉ ଦିନକୁ ମନେ ପକାଅ, ମାନେ ଜ୍ଞାନର ଆଲୋକୁ, ଆଉ ଆଗକୁ ଆସୁଥିବା ସୁନାର ସକାଳକୁ ମନେ ପକାଅ। ଏଇଟା ଖାଲି ରାସ୍ତା ବଦଳିବା ନୁହେଁ, ଏଇଟା ପୁରା ତଳୁ ଉପରକୁ ଯିବାର କଥା। ବାଃ, ଦିନ ଆଉ ରାତିର ଏ ତୁଳନା ବାସ୍ତବରେ ବହୁତ କିଛି ସ୍ପଷ୍ଟ କରିଦଉଛି। ଏଇଟା ଖାଲି ବିଶ୍ୱାସ ନୁହେଁ, ଏଇଟା ପରିଣାମର କଥା। ଆଚ୍ଛା, ଆଉ ଗୋଟେ କଥା, ଯୋଉ ମୁରଲୀରେ ବାରମ୍ବାର ଆସେ ପ୍ରଜାପିତା ବ୍ରହ୍ମାଙ୍କ ଭୂମିକା, ଆଉ ସେଇ ବାପଦାଦା ଶବ୍ଦ, ଏଇଟା ଟିକେ ଜଟିଳ ଲାଗେ। ଟିକେ ସରଳ କରି ବୁଝେଇବେ କି? ନିଶ୍ଚୟ। ଏଇଟା ବ୍ରହ୍ମାକୁମାରୀଜ ଜ୍ଞାନର ଏକଦମ ମୌଳିକ ଆଉ ୟୁନିକ୍ ବିନ୍ଦୁ। ଦେଖନ୍ତୁ, ପରମ ପିତା ପରମାତ୍ମା ଶିବ ତ ନିରାକାର, ମାନେ ତାଙ୍କର ଶରୀର ନାହିଁ, ସେ ଗୋଟେ ଜ୍ୟୋତି। ହଁ। ସେ ତ ଏ ସୃଷ୍ଟିକୁ ପତିତରୁ ପାବନ କରିବାକୁ ଆସନ୍ତି, ସତ୍ୟ ଗୀତା ଜ୍ଞାନ ଦେବାକୁ ଆସନ୍ତି। ତେବେ ସେ କେମିତି ଆସିବେ? ସେ ଏଇ ସୃଷ୍ଟିଚକ୍ରର ଶେଷ ସମୟରେ, ମାନେ ଏବେ, ଜଣେ ସାଧାରଣ ମଣିଷଙ୍କ ଶରୀରରେ ପ୍ରବେଶ କରନ୍ତି ବା ଅବତରଣ କରନ୍ତି। ଜଣେ ମଣିଷଙ୍କ ଶରୀରରେ? ହଁ, ଆଉ ସେ ଯୋଉ ବ୍ୟକ୍ତି, ସେ ବି ନିଜର 84 ଜନ୍ମର ଚକ୍ର ପୂରା କରି ଶେଷ ଜନ୍ମରେ ଥାଆନ୍ତି। ଶିବ ବାବା ତାଙ୍କ ଶରୀରରେ ପ୍ରବେଶ କଲା ପରେ ତାଙ୍କୁ ଗୋଟେ ନୂଆ ଆଧ୍ୟାତ୍ମିକ ନାଁ ଦିଅନ୍ତି, ପ୍ରଜାପିତା ବ୍ରହ୍ମା। ଏଇଟା ହିଁ ପରମାତ୍ମାଙ୍କର ଦିବ୍ୟ ଅଲୌକିକ ଜନ୍ମ। ସେ ମା ପେଟରୁ ଜନ୍ମ ହୁଅନ୍ତି ନାହିଁ। ଓହୋ, ତାହେଲେ ଗୋଟିଏ ଶରୀରରେ ଦୁଇଟି ଚେତନା ରହନ୍ତି କି? ହଁ, ଏକ ପ୍ରକାର ସେମିତି କହିପାରିବା। ଯେତେବେଳେ ଶିବ ବାବା ଏଇ ବ୍ରହ୍ମାଙ୍କ ଶରୀରକୁ ମାଧ୍ୟମ କରି ଜ୍ଞାନ ଶୁଣାନ୍ତି, ସେତେବେଳେ ଦୁଇଟି ଆତ୍ମାର ଉପସ୍ଥିତି ଥାଏ। ଜଣେ ହେଲେ ନିରାକାର ପିତା ଶିବ, ଯିଏ ବାପ, ଆଉ ଅନ୍ୟଟି ହେଉଛନ୍ତି ସାକାର ମାଧ୍ୟମ ବ୍ରହ୍ମା, ଯାହାଙ୍କ ସ୍ନେହରେ ଦାଦା କୁହାଯାଏ। ଆଚ୍ଛା, ବାପ ଆଉ ଦାଦା। ହଁ, ତେଣୁ ଏକାଠି ତାଙ୍କୁ ବାବା ଦାଦା ବୋଲି କୁହାଯାଏ। ଏହାର ଗଭୀର ଅର୍ଥ ହେଲା, ଏଇଟା ପରମାତ୍ମାଙ୍କର ଏଇ ଦୁନିଆରେ ସିଧାସଳଖ କାମ କରିବାର ଏକ ଅନନ୍ୟ ଉପାୟ। ଆପଣ ଦେଖିବେ, ତ୍ରିମୂର୍ତ୍ତି ଚିତ୍ରରେ ବି ଶିବଙ୍କୁ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କ ଉପରେ ଦେଖାଯାଏ, କାରଣ ସେ ତିନି ସୂକ୍ଷ୍ମ ଦେବତାଙ୍କର ବି ରଚୟିତା। ଆଉ ଏସବୁ କଥା ବର୍ତ୍ତମାନ ଯୋଉ ସମୟ ଚାଲିଛି, ତାରି ପରିପ୍ରେକ୍ଷୀରେ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି। ଆମେ ଏବେ ଯୋଉ ଯୁଗରେ ଅଛୁ, ତାକୁ କ'ଣ କହନ୍ତି ଜାଣନ୍ତି? ହଁ, ସଙ୍ଗମ ଯୁଗ ନା? ଏକଦମ। ଏଇଟା ହେଲା 5000 ବର୍ଷ ଚକ୍ରର କଳିଯୁଗର ଶେଷ ଆଉ ସତ୍ୟଯୁଗର ଆରମ୍ଭ ଭିତରେ ଗୋଟେ ଛୋଟ କିନ୍ତୁ ସବୁଠୁ ମହତ୍ୱପୂର୍ଣ୍ଣ ସମୟ। ବାବା ବର୍ତ୍ତମାନ ଦୁନିଆକୁ ଗୋଟେ କବ୍ରସ୍ତାନ ସାଙ୍ଗରେ ବି ତୁଳନା କରନ୍ତି। କବ୍ରସ୍ତାନ? ହଁ, କାରଣ ଏଠି ଆତ୍ମାମାନେ ସବୁ ଦେହ ରୂପକ କବର ଭିତରେ ବନ୍ଦୀ ହେଇକି ଦୁଃଖୀ, ଶକ୍ତିହୀନ ହୋଇପଡ଼ିଛନ୍ତି। ଆଉ ମୁରଲୀରେ ଏଇଟା ବି କୁହାଯାଇଛି ଯେ ଏଇ ପୁରାଣା ଦୁନିଆର ମହାବିନାଶ ବହୁତ ପାଖେଇ ଆସିଲାଣି। କବ୍ରସ୍ତାନ, ମହାବିନାଶ, ଏ ଶବ୍ଦଗୁଡାକ ଶୁଣିଲେ ଟିକେ ଡର ଲାଗିପାରେ କାହାକୁ। ନା ନା, ବାବା ଡରେଇବା ପାଇଁ କହୁନାହାନ୍ତି। ସେ ଆମକୁ ସଚେତନ କରୁଛନ୍ତି ଆଉ ବୈରାଗ୍ୟ ଜଗାଉଛନ୍ତି। ମାନେ ଏଇ ଯୋଉ ନାଁ ସଭାକୁ ଥିବା ଦୁଃଖରେ ଭରା ଦୁନିଆ ଆଉ ଏ ଦେହଧାରୀମାନଙ୍କ ପ୍ରତି ବେଶୀ ମୋହ, ବେଶୀ ଆସକ୍ତି ନ ରଖି ନିଜ ଆତ୍ମାର ଉନ୍ନତି ପାଇଁ ଧ୍ୟାନ ଦେବାକୁ କହୁଛନ୍ତି। ଗୋଟେ ଗଛର ଉଦାହରଣ ବି ଦିଅନ୍ତି। ଯେମିତି ଗଛ ପୁରୁଣା ହେଲେ ଶୁଖିଯାଏ, ପତ୍ର ଝଡ଼ିଯାଏ, ସେମିତି ମଣିଷ ସୃଷ୍ଟି ରୂପକ ଗଛଟା ଏବେ ପୁରା ଶୁଖିଗଲାଣି। ଏଇଟା ବଦଳିବ, ନୂଆ ସୃଷ୍ଟି ଆସିବ, ଏଇଟା ନିଶ୍ଚିତ।
ତେଣୁ ଏଇ ପୂରଣ ପାଇଁ ମମତା କାଟି ବାବାଙ୍କୁ ମନେ ପକାଇଲେ ଆମେ ଆଗାମୀ ସୁନାର ଯୁଗକୁ ଯିବାକୁ ଯୋଗ୍ୟ ହେବା। ଅର୍ଥାତ୍ ଏ ଜ୍ଞାନଟା ଭୟ ପାଇଁ ନୁହେଁ, ବରଂ ନିଜକୁ ପ୍ରସ୍ତୁତ କରିବା ପାଇଁ। କିନ୍ତୁ ଏ ପ୍ରସ୍ତୁତିର ବାଟଟା ତ ସହଜ ନଥିବ ନିଶ୍ଚୟ। ମୁରଲୀରେ ମାୟା ଆଉ ତାର ବାଧା କଥା ବି କୁହାଯାଇଛି। ତେବେ ଏ ଯାତ୍ରାରେ କି ଚ୍ୟାଲେଞ୍ଜ ଆସେ ଆଉ ତାକୁ ଫେସ୍ କରିବାର ବାଟ କ'ଣ? ନିଶ୍ଚୟ ଏଟା ଗୋଟେ ସଂଘର୍ଷର ଯାତ୍ରା। ମାୟା ମାନେ କ'ଣ? ସେ ଦେହ ଅଭିମାନ ଆଉ 5ଟା ବିକାର କାମ୍ବ, କ୍ରୋଧ, ଲୋଭ, ମୋହ, ଅହଙ୍କାର। ଏମାନେ ହେଲେ ଆମର ଅସଲି ଶତ୍ରୁ। ସେମାନେ ବାରମ୍ବାର ଆମକୁ ଭୁଲ ବାଟକୁ ଟାଣିବେ, ଆମର ଯୋଉ ସଂକଳ୍ପ ଥାଏ ତାକୁ ଦୁର୍ବଳ କରିଦେବେ। ଆଉ ଏମାନଙ୍କ ଭିତରେ ସବୁଠୁ ବଡ଼ ଯୋଦ୍ଧା ହେଲା କାମ ବିକାର। ଆଚ୍ଛା। ବାବା ସଫା ସଫା କହନ୍ତି, ଯୋଉମାନେ ଏ ଜ୍ଞାନ ରାସ୍ତାରେ ଚାଲନ୍ତି, ମାନେ ବ୍ରାହ୍ମଣ, ସେମାନେ ହିଁ ପ୍ରକୃତ ଯୁଦ୍ଧଭୂମିରେ ଅଛନ୍ତି। ତେଣୁ ମାୟାର ଝଡ଼ ତୋଫାନ ମୁଖ୍ୟତଃ ତାଙ୍କ ପାଇଁ ହିଁ ଆସିବ। ତେବେ ଏ ଯୁଦ୍ଧରେ ଜିତିବା କେମିତି? ଦେଖନ୍ତୁ, ବାବା ସାବଧାନ କରାଉଛନ୍ତି ଯେ କୌଣସି ପାପ କାମ କଲେ କି ଭୁଲ କାମ କଲେ ତ ହାରିଯିବା, ଆଉ ଈଶ୍ୱରୀୟ କୂଳର ନାଁ ବି ଖରାପ ହେବ। କିନ୍ତୁ ସେ ଏଇଟା ବି ଭରସା ଦେଉଛନ୍ତି ଯେ ଏ ଯାତ୍ରାରେ ହାର ଜିତ ଲାଗି ରହିବ। କେବେ ମାୟା ଜିତିବ, କେବେ ଆମେ। ମୁଖ୍ୟ କଥା ହେଲା ପଢ଼ିଗଲେ ବି ପୁଣି ଉଠି ଆଗକୁ ବଢ଼ିବା। ଏହାର ମୂଳ ସାର ହେଲା ସବୁବେଳେ ପୁରୁଷାର୍ଥ କରିବା, ମାନେ ଆଧ୍ୟାତ୍ମିକ ଚେଷ୍ଟା ଜାରି ରଖିବା, ଆଉ ବାବାଙ୍କ ସାହାଯ୍ୟ ନେବା, ମାନେ ତାଙ୍କୁ ମନେ ପକାଇବା। ଏହାଦ୍ୱାରା ହିଁ ଶେଷରେ ଜିତିବା ନିଶ୍ଚିତ। ଆଚ୍ଛା। ଏଇଟା ଏମିତି ବି ସୃଷ୍ଟି ନାଟକରେ ଧାର୍ଯ୍ୟ ହୋଇ ରହିଛି। ଯୋଉ ଆତ୍ମାମାନେ ଆଗ କଳ୍ପରେ ଜିତିଥିଲେ ସେମାନେ ଏତେ ବି ଜିତିବେ। ଏମିତିକି ଯୋଉମାନେ ଏପର୍ଯ୍ୟନ୍ତ ଏ ରାସ୍ତାକୁ ଆସିନାହାନ୍ତି ବା ଛାଡ଼ି ପଳେଇଛନ୍ତି, ସେମାନେ ବି ନାଟକ ଅନୁସାରେ ଠିକ୍ ସମୟରେ ଫେରି ଆସିବେ। କାହାରି ଅହଙ୍କାର ସବୁଦିନ ପାଇଁ ରହିବନି। ଆଉ ଯଦି ଆମେ ଏବେକାର ଦୁନିଆର ଅବସ୍ଥା ଆଉ ଭବିଷ୍ୟତ ସତ୍ୟଯୁଗ କଥା ଟିକେ ତୁଳନା କରିବା, ଯାହା ମୁରଳୀରେ କୁହାଯାଇଛି, ତାହେଲେ ଏ ପରିବର୍ତ୍ତନ କାହିଁକି ଦରକାର ସେଟା ଆହୁରି ସ୍ପଷ୍ଟ ହେବ। ହଁ, କେମିତି? ଦେଖନ୍ତୁ, ଆଜି ସୁନା ଖଣିରୁ ସୁନା କମିଗଲାଣି, ଦେଶ ସବୁ କରଜରେ ବୁଡ଼ିଛନ୍ତି। ଅନ୍ୟପଟେ ସତ୍ୟଯୁଗରେ ସୁନାର ମହଲ କଥା, ହୀରା ଜହରାତର କାନ୍ଥ କଥା କୁହାଯାଉଛି। ଭାରତ, ଯାହାକୁ ସୁନାର ଚିଡ଼ିଆ କୁହାଯାଉଥିଲା, ଯୋଉଠି ସୋମନାଥ ମନ୍ଦିର ଥିଲା, ସେଟା ବାହାର ଲୋକଙ୍କ ଦ୍ୱାରା ଏତେ ଲୁଟ୍ ହେଲା ଯେ ଆଜି ଅନ୍ୟ ଦେଶରୁ କରଜ କରୁଛି। ଖାଇବା ଜିନିଷର ଅଭାବ ହେଉଛି। ଏହି ଯୋଉ ଚିତ୍ର, ଏଟା ଦେଖଉଛି ଯେ ପୁରୁଣା ଦୁନିଆ ବଦଳିବା ଏକଦମ ନିଶ୍ଚିତ। ଆଚ୍ଛା। ଯେମିତି ସେ ଆଲାଦିନର ଦୀପରୁ ମହଲ ବାହାରୁଥିଲା ନା, ସେମିତି ବାବାଙ୍କୁ ଜ୍ଞାନ ଓ ଯୋଗରୁ ଯୋଉ ଦିବ୍ୟ ଦୃଷ୍ଟି ମିଳେ, ସେଥିରେ ସେ ସୁଖର ସ୍ୱର୍ଗର ଅନୁଭୂତି ମିଳେ। ବାଃ, ଏତେ ସବୁ କଥା ଶୁଣିଲା ପରେ ମନରେ ପ୍ରଶ୍ନ ଆସୁଛି, ଏଇ ଯୋଉ ମହାନ ଜ୍ଞାନ, ଏହାକୁ ଆମେ ଆମ ପ୍ରତିଦିନ ଜୀବନରେ କେମିତି ଧାରଣା କରିବା? ଆଜିର ମୁରଲୀରୁ ଧାରଣା ପାଇଁ ମୁଖ୍ୟ ସାର କ'ଣ ବାହାରୁଛି? ବହୁତ ଭଲ ପ୍ରଶ୍ନ ପଚାରିଲେ। ଆଜିର ମୁରଲୀରୁ ମୁଖ୍ୟତଃ 3ଟା ବ୍ୟବହାରିକ ଶିକ୍ଷା ବା ଧାରଣା ପାଇଁ ପଏଣ୍ଟ ମିଳୁଛି। କ'ଣ କ'ଣ ସେଗୁଡ଼ା? ପ୍ରଥମତଃ ଆତ୍ମସଜାଗତା, ମାନେ ନିଜକୁ ସର୍ବଗୁଣ ସମ୍ପନ୍ନ କରିବାକୁ ହେଲେ ନିଜ ଭିତରେ କ'ଣ ଦୋଷ ଅଛି, କ'ଣ ଦୁର୍ବଳତା ଅଛି, ତାକୁ ସତ୍ୟତାର ସହ ଦେଖିବାକୁ ହେବ ଆଉ ତାକୁ ଦୂର କରିବା ପାଇଁ ଚେଷ୍ଟା କରିବାକୁ ହେବ। ଏଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍, ମାନେ ସବୁବେଳେ ନିଜକୁ ଦେଖିବାର ପ୍ରକ୍ରିୟା। ଆତ୍ମନିରୀକ୍ଷଣ। ଦ୍ୱିତୀୟରେ ଅହିଂସା ଆଉ ସେବା। କେବେ ବି କାହାକୁ ମନରେ, କଥାରେ ବା କାମରେ ଦୁଃଖ ନ ଦେବା। ବାବାଙ୍କ ପରି ଦୁଃଖହର୍ତ୍ତା, ସୁଖକର୍ତ୍ତା ହେଇକି ସମସ୍ତଙ୍କୁ ସୁଖର ରାସ୍ତା ଦେଖାଇବା। ବହୁତ ଜରୁରୀ। ଆଉ ତୃତୀୟରେ ବୈରାଗ୍ୟ। ଏଇ ଯୋଉ ପୁରୁଣା ନାଶ ହେବାକୁ ଥିବା ଦୁନିଆ, ଯାହାକୁ କବରସ୍ଥାନ କୁହାଗଲା, ଆଉ ତାର ଯୋଉ ଆକର୍ଷଣ ସବୁ ଅଛି, ସେ ସବୁ ପ୍ରତି ଅନାସକ୍ତ ରହିବା। ମନେ ରଖିବା ଯେ ଆମେ ଗୋଟେ ଭଲ ଅବସ୍ଥାକୁ ଯାଉଛୁ, ନୂଆ ଦୁନିଆକୁ ଯାଉଛୁ। ଏହା ସାଙ୍ଗକୁ ଆଜି ଗୋଟେ ବିଶେଷ ବରଦାନ ବି ମିଳିଛି। ଓହୋ, କ'ଣ ସେ ବରଦାନ? ବରଦାନ ହେଉଛି ବାପଦାଦାଙ୍କ ସୁରକ୍ଷାର ଛତ୍ରଛାୟାର ଅଧିକାରୀ ହୁଅନ୍ତୁ, ଯଦ୍ୱାରା ମାୟା ଏବଂ ବାଧାବିଘ୍ନରୁ ସର୍ବଦା ସୁରକ୍ଷିତ ରହିବେ। ବାଃ, ସୁରକ୍ଷାର ଛତ୍ରଛାୟା। ହଁ, ଆଉ ଏ ସୁରକ୍ଷାର ଛତ୍ର ଆଉ କିଛି ନୁହେଁ, ଏଟା ହେଉଛି ପରମାତ୍ମାଙ୍କର ନିରନ୍ତର ଏକାଗ୍ର ସ୍ମରଣ। ଯେଉଁମାନେ ଏଇ ସ୍ମୃତିର ଛତା ତଳେ ରହନ୍ତି, ତାଙ୍କ ପାଇଁ ପାହାଡ଼ ପରି ବଡ଼ ସମସ୍ୟା ବି ରୁଆ ବା ତୁଳା ପରି ହାଲୁକା ଲାଗେ। ଏବଂ ଆଜିର ସ୍ଲୋଗାନ ହେଉଛି ଭଗବାନଙ୍କର, ଲୋକଙ୍କର ଏବଂ ନିଜର ପ୍ରିୟ ହେବା ପାଇଁ ସନ୍ତୁଷ୍ଟତାର ଗୁଣ ଧାରଣ କରନ୍ତୁ। ସନ୍ତୁଷ୍ଟ ରହିଲେ ସମସ୍ତେ ଭଲ ପାଆନ୍ତି। ସନ୍ତୁଷ୍ଟତା। ଶେଷରେ ଗୋଟେ ଅବ୍ୟକ୍ତ ସଂକେତ ବି ଅଛି। କୁହନ୍ତୁ। ସଂକେତ ହେଲା, ବର୍ତ୍ତମାନ ନିଜ ଭିତରେ ପ୍ରେମର ଅଗ୍ନି ଜଳାନ୍ତୁ ଆଉ ନିଜ ଯୋଗକୁ ଜ୍ୱାଳାମୁଖୀ ପରି କରନ୍ତୁ। ସ୍ମୃତି ଯାତ୍ରାକୁ ବହୁତ ଶକ୍ତିଶାଳୀ କରନ୍ତୁ,
ଖାଲି ଶୁଣିଲେ ହେବନି, ଜ୍ଞାନର ସ୍ୱରୂପ ହୁଅନ୍ତୁ। ଆପଣ ଶ୍ରେଷ୍ଠ ଆତ୍ମାମାନଙ୍କର ଯୋଉ ଶୁଦ୍ଧ ଭାବନା, ଯୋଉ ଶକ୍ତିଶାଳୀ ବାୟୁମଣ୍ଡଳ, ସେଇଟା ହିଁ ଯୋଉମାନେ ବ୍ୟାକୁଳ ଅଛନ୍ତି, ବାଟ ବଣାଇଛନ୍ତି, ସେହି ଆତ୍ମାମାନଙ୍କୁ ଶାନ୍ତି ଆଉ ଶକ୍ତିର ଅନୁଭୂତି କରାଇବ। ବାସ୍ତବରେ ଏକ ସମ୍ପୂର୍ଣ୍ଣ ମାର୍ଗଦର୍ଶନ। ଆଜିର ଆଲୋଚନାରୁ ଏକଦମ ସ୍ପଷ୍ଟ ହୋଇଗଲା ଯେ ଆତ୍ମାର ବ୍ୟାଟେରୀକୁ ବାବାଙ୍କୁ ମନେ ପକାଇ ନିୟମିତ ଚାର୍ଜ କରିବା ଏଇଟା ଖାଲି ଗୋଟେ ଆଧ୍ୟାତ୍ମିକ କାମ ନୁହେଁ, ବରଂ ଏଇ ଯୋଉ ପରିବର୍ତ୍ତନର ସମୟ ଚାଲିଛି ସେଥିରେ ନିଜକୁ ସୁରକ୍ଷିତ ଆଉ ଶକ୍ତିଶାଳୀ ରଖିବାର ଏକମାତ୍ର ବାଟ। ହଁ। ଆଉ ସବୁଠୁ ବଡ଼ କଥା, ସେଇ ଭରସା ଯେ ଯେତେ ବି ଝଡ଼ ଆସୁ ପଛେ ସତ୍ୟର ନାବ ନିଶ୍ଚୟ ଠିକ୍ ଜାଗାରେ ପହଞ୍ଚିବ। ଏକଦମ ଠିକ୍ କହିଲେ। ତେବେ ଏହି ପ୍ରସଙ୍ଗର ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବାକୁ ବିଷୟ ଛାଡ଼ିଯାଉଛି। ହଁ, କୁହନ୍ତୁ। ଯଦି ବାବାଙ୍କ ସ୍ମରଣ ହିଁ ଆମ ଆତ୍ମାର ଚାର୍ଜର, ତେବେ ଆମେ ଆମ ପ୍ରତିଦିନର ଜୀବନରେ କୋଉ ଛୋଟ ଛୋଟ ମୁହୂର୍ତ୍ତକୁ ବାଛିପାରିବା, ଯାହାକୁ ଆମେ ଜାଣିଶୁଣି ଏହି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଚାର୍ଜିଂ ପାଇଁ ବ୍ୟବହାର କରିପାରିବା। ହୁଏତ ସକାଳ ଉଠି କିଛି ମିନିଟ୍, କିମ୍ବା କାମ ଭିତରେ ଗୋଟେ ମିନିଟ୍ର ବ୍ରେକ୍, କିମ୍ବା ରାତିରେ ଶୋଇବା ଆଗରୁ ଏଇଟା ଟିକେ ଭାବିବା ଦରକାର ନା? ବାସ୍ତବରେ ଏଇଟା ବହୁତ ଭଲ ପ୍ରଶ୍ନ। ସମସ୍ତେ ଭାବିବା କଥା। ଶ୍ରୋତାମାନେ ଏହି ବିଷୟରେ କ'ଣ ଭାବୁଛନ୍ତି? ସେମାନଙ୍କ ଅନୁଭବ କି ବିଚାର କମେଣ୍ଟ ବକ୍ସରେ ଓମ୍ ଶାନ୍ତି ଲେଖି ଜଣାଇପାରିବେ। ଆମେ ବି ଜାଣିବାକୁ ଚାହିଁବୁ। ହଁ, ନିଶ୍ଚୟ। ଆଉ ଶେଷରେ ଆମର ଅନୁରୋଧ ରହିବ, ଯଦି ଏ ଆଲୋଚନା କାହାକୁ ଟିକେ ବି ଶାନ୍ତି ଦେଇପାରେ, ଶକ୍ତି ଦେଇପାରେ ବା ନୂଆ ରାସ୍ତା ଦେଖାଇପାରେ ବୋଲି ଲାଗୁଛି, ତେବେ ଦୟାକରି ଏହାକୁ ନିଜ ବନ୍ଧୁ ଓ ପରିବାର ଲୋକଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ହଁ, ଜ୍ଞାନ ବାଣ୍ଟିଲେ ବଢ଼େ। ଯାହା ଫଳରେ ସମସ୍ତେ ଏହାର ଲାଭ ନେଇପାରିବେ ଏବଂ ବାବାଙ୍କ ଆଶୀର୍ବାଦ ପାଇପାରିବେ। ତେବେ ଆଜି ପାଇଁ ଏତିକି। ଓମ୍ ଶାନ୍ତି। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।